କାହାଣୀ ଅବଲଗରା କଥା। ସତୀ ପୂଜା ମାହାତ୍ମ୍ୟ କଥା। ଭାରତର ମହାନ ପବିତ୍ର କାଶୀଧାମରେ ସକାଳୁ ପଣ୍ଡିତେ ସେବା ପୂଜା ଦର୍ପଣରେ ବ୍ୟସ୍ତ ରହନ୍ତି। ଅବଲଗରା ସେହି ସମୟରେ ବାହାରି ପଡ଼ି ଗଙ୍ଗା କୂଳେ ମହାନ କୀର୍ତ୍ତିର ପବିତ୍ର ସ୍ଥାନ ଗୁଡ଼ିକ ବୁଲି ଦେଖିବାରେ ଲାଗି ପଡ଼େ। ନୂଆ ନୂଆ ଆଶ୍ଚର୍ଯ୍ୟ ଘଟଣା କିଛି ଦେଖିଲେ ପଚାରି ବୁଝି ନ ପାରିଲେ ସେଠାରୁ ସିଧା ଫେରି ଆସେ ପଣ୍ଡିତଙ୍କ ପାଖକୁ। ଜିଦ୍ ଧରି ବସେ ଘଟଣାଟା ସମ୍ପୂର୍ଣ୍ଣ ରୂପେ ଜାଣିବାକୁ। ସେଦିନ ଅବଲଗରା ଦେଖିଲା ଗଙ୍ଗାକୂଳ ବାଲି ଉପରେ ଛୋଟ ମନ୍ଦିରଟିଏ। ସୁନ୍ଦରୀ ବହୁ ମୂର୍ତ୍ତିଟିଏ ବସିଛି। ପଥର ପ୍ରତିମା ହେଲେ ମଧ୍ୟ ସାକ୍ଷାତ ଉଜ୍ଜ୍ୱଳ ମଣିଷ ପରି ପ୍ରତୀୟମାନ ହେଉଛି। ଶହ ଶହ ନାରୀ ଗଙ୍ଗା ସ୍ନାନ ସାରି ଧୂପ ଦୀପ ଦେଇ ପୂଜା କରି ସିନ୍ଦୁର ବୋଲି ସେହି ଛଳା ସିନ୍ଦୁରକୁ କପାଳରେ ବୋଳୁଛନ୍ତି ଅନେକ ଭାଷାଭାଷୀ ଲେଶକ। ଅବଲଗରା ସେମାନଙ୍କୁ ଓଡ଼ିଆରେ ପଚାରିଲା, କିଏ ହିନ୍ଦୀ କହୁଛି ତ କିଏ ବଙ୍ଗଳା, ପୁଣି କିଏ ମରାଠୀ ଓ ଗୁଜରାଟ। ଅବଲଗରା ବିରକ୍ତ ହୋଇ ପଣ୍ଡିତଙ୍କ ପାଖକୁ ପହଞ୍ଚି ଦେଖିଥିବା କଥାର ରହସ୍ୟ କ'ଣ ଜାଣିବାକୁ ଜିଦ୍ ଧରି ବସିଲା। ପଣ୍ଡିତଙ୍କ ପୂଜାପାଠ ସରିଯାଇଥିଲା। ସେ କିଛି ସୋଲ ଖତୁ ମୁଢ଼ି ଆଉ ଗୁଡ଼ ପାଚିଲା କଦଳୀ ଚକଟି ଦୁଇ ଭାଗ କଲେ। ଭାଗେ ଅବଲଗରାକୁ ଦେଲେ ଓ ନିଜେ ଏକ ଭାଗ ନେଇ କହିଲେ, ଖାଇ ଚାଙ୍ଗ କର ଦେହକୁ ତୋର, କହିବି କାହାଣୀ କଥାର ସାର। ଅବଲଗରାରେ ମାନ ତୁ ବୋଲ, ଶୁଣିବାକୁ କଥା ପକ୍କା କମଳ। ପଣ୍ଡିତେ କହିଲେ, ଆରେ ଅବଲଗରା, ଏ ଜଗତରେ ପ୍ରତି ଆଖିର ପଲକ ପକାଇଲେ ପ୍ରତି ଅସୁମାରୀ କଥା ଓ ରହସ୍ୟର ଗୁପ୍ତ ଇତିହାସ ରହିଛି। ଅନନ୍ତକାଳ ବ୍ୟାଖ୍ୟା କଲେ ମଧ୍ୟ ସରିବ ନାହିଁ। ଏବେ ତୁ ଯେଉଁ କଥା ପଚାରିଲୁ ସେ ତ ମହାସତୀ ଚରିତ୍ରମାଳା କଥା। ଏହି ମହାପୁଣ୍ୟ କାଶୀଧାମରେ କୋଟି କୋଟି ମୁନି ଋଷି ଦେବତାଙ୍କର ବାସସ୍ଥଳୀ। ଓଡ଼ିଶାରେ ଶ୍ରୀକ୍ଷେତ୍ର, ଏଠାରେ ବିଶ୍ୱନାଥ କ୍ଷେତ୍ର, ବଦ୍ରୀ ଆଉ ବୃନ୍ଦାବନ। ଏହାର ଅସୁମାରୀ ମହାତ୍ମ୍ୟକୁ ନିଜେ ବ୍ରହ୍ମଚାରୀ ମୁହଁରେ କହିପାରିବାକୁ ଅକ୍ଷମ। ମୋର ସାମାନ୍ୟ ଜ୍ଞାନ ଭିତରେ ତୁ ଯେଉଁ ବେତଣ୍ଡା କଥା ବେଳେ ବେଳେ ପଚାରି ଦେଉଛୁ, ମୋ ଅକଲ ଗୁଡୁମ ହୋଇ ଯାଉଛି। ହଉ ତେବେ ଶୁଣ। ପୂର୍ବେ ପୁରାଣ କାଳରେ ଅଯୋଧ୍ୟାର ରାଜା ହରିଶ୍ଚନ୍ଦ୍ର ବିରାଟ ଭାରତ ଭୂମିର ସମ୍ରାଟ ଥିଲା। ସେ ଦୟା, ଦାନ, ବୀରତ୍ୱ ଓ ଧାର୍ମିକ ନୀତିବାନ ସବୁଥିରେ ଶ୍ରେଷ୍ଠ ଥିଲେ। ହରିଶ୍ଚନ୍ଦ୍ରଙ୍କର ଏକମାତ୍ର ରାଣୀ ଶୈବା ଓ ପୁତ୍ର ରୋହିତ। ହରିଶ୍ଚନ୍ଦ୍ରଙ୍କର ବୀରତ୍ୱ ଓ ଦାନର ମହିମା ଦେଖି ଦେବତା ତଥା ଇନ୍ଦ୍ରଦେବ ଭୟଭୀତ ହେଲେ। ସେ ଭାବିଲେ ମହାଦାନୀ ପୁଣ୍ୟ ବଳରେ ହୁଏତ ସ୍ୱର୍ଗରେ ଇନ୍ଦ୍ର ହେବ। ଏଣୁ କୂଟ କପଟ କରି ମହାତପୀ ବିଶ୍ୱାମିତ୍ର ମୁନିଙ୍କୁ ପଠାଇଲେ ଯେ ତାର ଦାନୀପଣ ଭଗ୍ନ କରି ଧର୍ମ ନଷ୍ଟ କରିବାକୁ। ଦିନେ ଶୁଭ ବେଳାରେ ବିଶ୍ୱାମିତ୍ର ଆସି ଦେଖାଦେଲେ ରାଜାଙ୍କୁ। ରାଜା ତାଙ୍କୁ ରତ୍ନ ଆସନରେ ବସାଇ ପୂଜା କଲେ, ନିଜର ଗୁଣଗାନ କଲେ। ରାଗରେ ବିଶ୍ୱାମିତ୍ର କହିଲେ, ତୁମେ ସାମାନ୍ୟ ହୋଇ ନିଜକୁ ଗର୍ବ କରୁଛ। ରାଜା ମୋତେ ଦାନ ଦେଇ ସନ୍ତୁଷ୍ଟ କର। ରାଜା କହିଲେ, ମୋର ପରମ ସୌଭାଗ୍ୟ। କ'ଣ ଆପଣ ଚାହାନ୍ତି? ଋଷି ରାଜାଙ୍କୁ ତ୍ରିବାର ସତ୍ୟ କରାଇ ନେଇ କହିଲେ, ରାଜା, ଦାନ ଦେବ ଯଦି ସବୁ କିଛି ଦିଅ, ଧନରତ୍ନ, ରାଜସିଂହାସନ, ରାଜ୍ୟ ପ୍ରଜା, କେବଳ ସ୍ତ୍ରୀ ପୁତ୍ରକୁ ନେଇ ଏକ ବସ୍ତ୍ର ପିନ୍ଧି ରାଜ୍ୟରୁ ବାହାରିଯିବ। ରାଜା ହରିଶ୍ଚନ୍ଦ୍ର ଜାଣିଲେ ଦେବତାର ପରୀକ୍ଷା। ତା ନ ହେଲେ ଜଣେ ଋଷି ଏସବୁ ଦାନ ମାଗନ୍ତି କାହିଁକି? କ'ଣ କରିବେ? ସତ୍ୟ କରିଛନ୍ତି ତ। ବାଧ୍ୟ ହୋଇ ନିଜର ପୋଷାକ ମୁକୁଟ ଖୋଲି ଦାନପତ୍ର ଲେଖି ମନ୍ତ୍ରୀଙ୍କୁ ଡାକି ଋଷିଙ୍କୁ ସିଂହାସନ ଦେଇ ପୁତ୍ର ଭାରିଜାକୁ ସେହିପରି ଖାଲି ଏକ ବସ୍ତ୍ର ଦେହରେ ନେଇ ରାଜ୍ୟରୁ ବାହାରିଗଲେ। ଋଷି ଆଶ୍ଚର୍ଯ୍ୟ ହେଲେ। ଇନ୍ଦ୍ର ଆସି ଶୁଣି ଭାବିଲେ ଏପରି ଦାନ ତୁଳନା ନାହିଁ। ଅନ୍ୟ ଉପାୟ କରି ଧର୍ମ ନଷ୍ଟ ପାପରେ ପକାଇବାକୁ ହେବ। ଋଷିଙ୍କୁ କହିଲେ, ମହର୍ଷି, ଆପଣ ତ ଦକ୍ଷିଣା ପାଇ ନାହାନ୍ତି। ଏବେ ଯାଇ 3 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଦକ୍ଷିଣା ମାଗନ୍ତୁ। ନ ଦେଇ ପାରିଲେ ଅଭିଶାପ ଦିଅନ୍ତୁ। ସମସ୍ତ ଧର୍ମ ତାର ନଷ୍ଟ ହୋଇଯିବ। ଦେବତାଙ୍କ କାର୍ଯ୍ୟ ଋଷି
ଯାଇ ଦେଖିଲେ ଗଛ ମୂଳେ କୁଡ଼ିଆ କରି ରାଜାରାଣୀ ଭିକ ମାଗି ପଶି ହେଉଛନ୍ତି। ରାଗରେ ବିଶ୍ୱାମିତ୍ର କହିଲେ, ଭଣ୍ଡ ରାଜ୍ୟ ଦାନ ଦେଇ ସେ ରାଜ୍ୟରୁ ଭିକ ମାଗି ଖାଉଛ। ଦାନ ଦେଇ ଦକ୍ଷିଣା ନ ଦେଲେ ଦାନର ମୂଲ୍ୟ ରହେନି। କୃପଣ ତୋ ଦାନ ତୁ ଫେରାଇ ନେ। ହରିଶ୍ଚନ୍ଦ୍ର ଭକ୍ତିରେ ବିନୟ ହୋଇ କହିଲେ, କ୍ଷମା କରିବେ ଗୋସାଇଁ। ଦାନ ଫେରାଇ ନେଲେ ସୂର୍ଯ୍ୟ ବଂଶରେ କଳଙ୍କ ଲାଗିବ। ଆଉ ଭିକ୍ଷା କରିବି ନାହିଁ। 3 ଦିନ ଭିତରେ ଦକ୍ଷିଣା ନିଶ୍ଚିତ ଦେବି। ଋଷି କହିଲେ, ଦକ୍ଷିଣା ତେବେ ତୁ ନ ଦେବୁ ମୋ ଅଭିଶାପେ ନାଶ ଯିବୁ। ସକଳ ଧର୍ମ ହେବ ନାଶ। ଗୌରବ ନରକେ ହେବ ବାସ। ଋଷିଙ୍କର କୋପ ଶାନ୍ତ କରାଇ ରାଣୀ ସଭ୍ୟାକୁ ରାଜା କହିଲେ, ଦେବକୂଟ ମାୟା ଆଉ ଧର୍ମର ପରୀକ୍ଷା ଇଏ। ମୁଁ ଯାଉଛି ବିକ୍ରୟ ହୋଇ ଦାନ ଲାଗି ଦକ୍ଷିଣା ଯୋଗାଡ଼ କରିବି। ତା ନ ହେଲେ ଧର୍ମଦ୍ରୋହୀରେ ବଂଶରେ ଗାଳି ଲାଗିବ ଆଉ ରାଜ୍ୟ ଧ୍ୱଂସ ହେବ। ଏକଥା ଶୁଣି ସତୀ ରାଣୀ ସ୍ୱାମୀଙ୍କୁ କହିଲେ, ତୁମେ ଥାଅ ସ୍ୱାମୀ, ମୋ ପୁଅ ସହିତ ବିକ୍ରି ହୋଇ ଆଗ ଦେଖେ କେତେ ଧନ ମିଳୁଛି। ସ୍ୱାମୀଙ୍କ ଜୀବନ ସତୀର ସର୍ବସ୍ୱ। ରାଣୀ ସଭ୍ୟା ଏହି କାଶୀ ବଜାରରେ ଜଣେ ସୌଦାଗର ପରିବାରର ପୁଅ ସହିତ ନିଜେ 2 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାକୁ ବିକ୍ରୟ ହୋଇ ସ୍ୱାମୀଙ୍କୁ ଧନ ଦେଇ ଦାସୀ ପରି ଧନୀ ଘରେ ରହିଲେ। ହରିଶ୍ଚନ୍ଦ୍ର ନିଜେ ବିକ୍ରି ହେବାକୁ ଯାଇ ଜଣେ ମହାଶ୍ମଶାନ ରକ୍ଷକ ଭାବରେ ଚଣ୍ଡାଳ ପାଖରେ ରହି 3 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ବିଶ୍ୱାମିତ୍ରଙ୍କୁ ଦେଲେ। ହରିଶ୍ଚନ୍ଦ୍ର ଏହି ମହାଶ୍ମଶାନରେ ଚଣ୍ଡାଳ ରୂପ ଧରି ଶବ ସଂସ୍କାର ଦାୟିତ୍ୱରେ ରହିଥିଲେ। ଧର୍ମର ପରୀକ୍ଷା ଆହୁରି ହେଲା। ସଭ୍ୟାଙ୍କ ଏକମାତ୍ର ପୁତ୍ର ଫୁଲ ତୋଳିଲା ବେଳେ ଦନ୍ତାଘାତ ହୋଇ ମୃତ୍ୟୁବରଣ କଲା। ସଭ୍ୟା ବହୁ ନିର୍ଯାତନା ସହିଲେ। ମଲା ପୁଅକୁ ରାତ୍ରିରେ ସେ ଏଇ ମଶାଣିକୁ ଆଣି ପୋତି ଦେବାକୁ ବସି କାନ୍ଦୁଛନ୍ତି। ବିନା ବରରେ ପୋତାଇ ଦେବିନି ବୋଲି ଜଗିଥିବା ଚଣ୍ଡାଳ ମେଘ ଅନ୍ଧାର ରାତିରେ କାନ୍ଦଣା ଶୁଣି ପାଖକୁ ଆସି ଜାଣିଲେ ତାଙ୍କର ମୃତ ପୁଅକୁ ଧରି ସଭ୍ୟା କାନ୍ଦୁଛି। ଦୁଃଖ ଶୋକରେ କାତର ହୋଇ ହରିଶ୍ଚନ୍ଦ୍ର ଅଗ୍ନି ଜାଳି ପୁତ୍ର ଭାର୍ଯ୍ୟା ସହିତ ଭସ୍ମ ଦେବାକୁ ବସନ୍ତେ ବିଶ୍ୱାମିତ୍ର ଧର୍ମଦେବତା ଏବଂ ଦେବତାମାନେ ସେଠାରେ ପହଞ୍ଚି ପ୍ରଶଂସା କରି ପୁତ୍ରକୁ ବଞ୍ଚାଇ ଦେଲେ। ଅଯୋଧ୍ୟାର କଥା ଭାରତର ସମ୍ରାଟ ରୋହିତକୁ କରାଇ ଦେବତାଙ୍କୁ ସ୍ୱର୍ଗକୁ ନ ପଠାଇ ସ୍ୱଦେହରେ ଋଷି ପୁଷ୍ପକ ବିମାନରେ ପ୍ରଜାପାଟକ ସହ ସ୍ୱତନ୍ତ୍ର ଏକ ଅର୍ଦ୍ଧ ସ୍ୱର୍ଗ ରଚନା କରି ସେହିଠାରେ ରଖିବାର ବ୍ୟବସ୍ଥା କରାଇ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ। ଯେଉଁମାନେ ସତୀ ଏଠାରେ ଅର୍ଦ୍ଧ ସ୍ୱର୍ଗାରୋହଣ କଲେ, ସେହି ସ୍ଥାନରେ ସତୀ ସଭ୍ୟାଙ୍କର ମନ୍ଦିର ମୂର୍ତ୍ତି କରାଇ ଆବ୍ରହ୍ମ୍ୟ ଚଣ୍ଡାଳ ସମସ୍ତେ କାଳ କାଳ ଧରି ପୂଜା କରନ୍ତି। ଆଉ ଏହି ଶ୍ମଶାନର ପାଉଁଶ ବାଲି ନେଇ ଲୋକ ସାଇତି ରଖି ପୂଜା କରିଥାନ୍ତି। କଥାରେ ମଞ୍ଜି କହିଲ ଖଞ୍ଜି, ଶୁଣିଲୁ ଅବୋଲ କରା। ପୁରାଣ ଯୁଗ ପବିତ୍ର ସ୍ଥାନ, ପବିତ୍ର ଏହି ଧରା।